ଜୟ ଜଗନ୍ନାଥ ପ୍ରଭୁ ଥ୍ୟାଙ୍କ୍ସ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସବୁ ପିଲାମାନଙ୍କୁ ୱେଲକମ୍। ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ ଏବଂ ନିଜ ନିଜର ପ୍ରସ୍ତୁତି ଠିକ୍ ହିସାବରେ ଚାଲି ରଖିବେ। ଦେଖନ୍ତୁ ପିଲାମାନେ, ଆପଣମାନଙ୍କ ପାଇଁ ଇଣ୍ଡିଆନ୍ ନାଭାଲ୍ ତରଫରୁ ଭେକେନ୍ସି ଆସିଛି, ଯାହାକି 2026 ପାଇଁ ପ୍ରଥମ ଥର କରିକି ଆପଣଙ୍କ 260ଟି ଭେକେନ୍ସି ଆପଣମାନେ ଦେଖିବା ପାଇଁ ପାଉଛନ୍ତି। ଏହି ଭିଡ଼ିଓ ମଧ୍ୟରେ ସମ୍ପୂର୍ଣ୍ଣ ମୁଁ ତଥ୍ୟ ଦେବି। ଆପଣମାନଙ୍କ କ୍ୱାଲିଫିକେସନ୍ କ'ଣ ରହୁଛି, ଆପଣଙ୍କ ଇଲିଜିବୁଲ୍ ପ୍ରୋସେସ୍ କ'ଣ ରହୁଛି, ଏଜ୍ କ୍ରାଇଟେରିଆ କ'ଣ ରହୁଛି ଏବଂ ଆପଣଙ୍କ ସ୍ୟାଲେରୀ କେତେ ରହୁଛି, ସମସ୍ତ ଡିଟେଲ୍ସ ଏହି ଭିଡ଼ିଓ ମାନେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ମୁଁ ଯାଉଛି। ଯଦି ଆପଣମାନେ ଡିଫେନ୍ସ ରିକ୍ୱାରମେଣ୍ଟରେ ଜବ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣମାନେ ଇଲିଜିବୁଲ୍ ଅଛନ୍ତି, ତେବେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆପଣଙ୍କୁ ବୁଝିବା ପାଇଁ ଠିକ୍ ହେବ ଏବଂ ଆପଣମାନେ ମଧ୍ୟ ଫର୍ମଟି ପକାଇପାରିବେ ଏବଂ ମଧ୍ୟ ଆପଣମାନେ ଜବ୍ଟି କରିପାରିବେ। ଏବଂ ଆପଣମାନେ କେମିତି ମଧ୍ୟ ଫର୍ମଟି ପକାଇବେ ତାହା ମଧ୍ୟ ମୁଁ ଆପଣଙ୍କୁ ଡିଟେଲ୍ସ ଭାବରେ ଏହି ଭିଡ଼ିଓ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଦେବି। ଆସନ୍ତୁ ଡିଟେଲ୍ସ ପାଇଁ ଆଲୋଚନା କରିବା କ'ଣ ସବୁ ରହୁଛି। ଦେଖନ୍ତୁ, ଏଇଟା ରହୁଛି ଇଣ୍ଡିଆନ୍ ନାଭାଲ୍ ରିକ୍ୱାରମେଣ୍ଟ 2026ରେ ଆପଣମାନଙ୍କ 260ଟି ଭେକେନ୍ସି ଆପଣମାନେ ଦେଖିବା ପାଇଁ ପାଉଛନ୍ତି। ଏଥିରେ ଆପଣଙ୍କର ଯେ ଏଇଟା ଏସ୍ଏସ୍ସି ତରଫରୁ ଅଫିସିଆଲ ସାଇଟ୍ରେ ଆପଣମାନେ ପାଉଛନ୍ତି। ଏଥିରେ ଆପଣଙ୍କର ବିଏସ୍ସି ବା ବିକମ୍ ବା ବିଏସ୍ସି ବା ବିଟେକ୍ ବା ଏମ୍ଏ ବା ଏମ୍ଏ ବା ଏମ୍ଏସ୍ସି ବା ଏମ୍ବିଏ ବା ପିଜି ମାନେ ଯାହା ବି କରିଥାନ୍ତି, ତେବେ ଆପଣମାନେ ଆପ୍ଲାଏ ହିଁ କରିପାରିବେ ଅନଲାଇନ୍ ମାର୍ଫତରେ। ଏବଂ ଏଇଟା କେବେଠୁ ଷ୍ଟାର୍ଟିଂ ହେଇଯାଇଛି ନା, ଷ୍ଟାର୍ଟିଂ ହେଇଯାଇଛି ଆପଣଙ୍କର 24/1/2026 ତାରିଖରେ ଆପଣଙ୍କର ଷ୍ଟାର୍ଟିଂ ହେଇଯାଇଛି ଏବଂ ଲାଷ୍ଟ ଡେଟ୍ ରହୁଛି 24/2/2026, ଅର୍ଥାତ୍ ଆପଣଙ୍କର ଫେବୃଆରୀ ମାସ 24 ତାରିଖ ରହୁଛି ତାର ଲାଷ୍ଟ ଡେଟ୍ ରହୁଛି। ଦି କ୍ୟାଣ୍ଡିଡେଟ୍ସ ମାନେ ଅଲ୍ ଇଣ୍ଡିଆର ସମସ୍ତ ପିଲାମାନେ ଆପ୍ଲାଏ କରିପାରିବେ, ଉଭୟ ମେଲ୍ ଏବଂ ଫିମେଲ୍ କ୍ୟାଟାଗୋରିର ସମସ୍ତ ପିଲାମାନେ ଆପ୍ଲାଏ କରିପାରିବେ। ଏହାକୁ ଆପଣଙ୍କ ଅର୍ଗାନାଇଜେସନ୍ କିଏ କରିବ ନା, ଇଣ୍ଡିଆନ୍ ନାଭାଲ୍ ହିଁ କରିବ ଏବଂ ନେମ୍ ଅଫ୍ ପୋଷ୍ଟ ହେଉଛି ଏସ୍ଏସ୍ସି ଅଫିସର ସର୍ଟ ସର୍ଭିସ୍ କମିଶନ ଅଫିସର ଏବଂ ପୋଷ୍ଟ ରହୁଛି ଆପଣଙ୍କ 260 ପୋଷ୍ଟ ରହୁଛି ଏବଂ ଆପଣଙ୍କ ସ୍ୟାଲେରୀ ରହୁଛି ପାର୍ ମନ୍ଥ ରହୁଛି ଆପଣଙ୍କ 1,25,000 ଟଙ୍କା ଆପଣଙ୍କର ସ୍ୟାଲେରୀ ରହୁଛି। କ୍ୱାଲିଫିକେସନ୍ କହିବାକୁ ଗଲେ ଆପଣଙ୍କର ବିକମ୍ ବା ବିଏସ୍ସି ବା ବିଟେକ୍ ବା ଏମ୍ଇ ବା ଏମ୍ଏ ବା ଏମ୍ଏସ୍ସି ବା ଏମ୍ବିଏ ବା ପିଜିଡିଏମ୍ ବା ଏମ୍ସିଏ ଯଦି କରିଛନ୍ତି, ତେବେ ଆପଣମାନେ ଇଲିଜିବୁଲ୍ ହୋଇପାରିବେ। କହିବାକୁ ଗଲେ ଆପଣମାନେ ଯଦି +3 ପାସ୍ କରିଛନ୍ତି, ତେବେ ଆପଣମାନେ ଇଲିଜିବୁଲ୍ ହୋଇପାରୁଛନ୍ତି। କୌଣସି ଆର୍ଟ୍ସ ଷ୍ଟ୍ରିମ୍ ହେଉ କିମ୍ବା ସାଇନ୍ସ ଷ୍ଟ୍ରିମ୍ ହେଉ ବା ଆପଣଙ୍କ ଗ୍ରାଜୁଏସନ୍ ହେଉ ବା ଆପଣମାନଙ୍କର ଯଦି ଟେକ୍ନିସିଆନରେ ଯଦି ଆପଣ ବିଟେକ୍ ମଧ୍ୟ ପାସ୍ କରିଛନ୍ତି, ତେବେ ଇଲିଜିବୁଲ୍ ହେଉଛନ୍ତି ଏ ଫର୍ମଟି ପକାଇବା ପାଇଁ। ସର୍ଟ ନୋଟିଫିକେସନ୍ ଯେ ଆସିଥିଲା ଆପଣଙ୍କ 24/1/2026 ତାରିଖରେ ଆସିଥିଲା ଏବଂ ଲାଷ୍ଟ ଡେଟ୍ ରହୁଛି ତା'ର 24/2/2026 ତାରିଖରେ ରହୁଛି ଲାଷ୍ଟ ଡେଟ୍ ଏବଂ ଅଫିସିଆଲ ସାଇଟ୍ ମଧ୍ୟ ରହୁଛି ଏଇଟା ଜଏନ୍ ଇଣ୍ଡିଆ ନାଭାଲ୍ gov.in ସାଇଟ୍ରେ ମଧ୍ୟ ଆପଣଙ୍କର ତା'ର ଅଫିସିଆଲ ସାଇଟ୍ ରହୁଛି। ଦେଖନ୍ତୁ, ଏଥିରେ ଏଜ୍ ଲିମିଟ୍ କହିବାକୁ ଗଲେ ଆପଣମାନଙ୍କର 1/1/2027କୁ ଆପଣଙ୍କ ଏଜ୍ କାଉଣ୍ଟିଂ ନେଉଛି, କିନ୍ତୁ ଆପଣଙ୍କର ଯେଟା ରହୁଛି GSX ରହୁଛି ଆପଣଙ୍କର ବ୍ରାଞ୍ଚ, ବିଭିନ୍ନ ବ୍ରାଞ୍ଚରେ ବାହାରିଛି, ସେଥିରେ ଆପଣଙ୍କର ମାନେ ଏଜ୍ଟି କେତେ ନେଉଛି ନା, ଦେଖନ୍ତୁ ଆପଣଙ୍କର ବର୍ନ ଯଦି ଜନ୍ମ ହୋଇଛନ୍ତି 2 ଜାନୁଆରୀ 2002ରୁ ଯଦି 1 ଜୁଲାଇ 2007 ଭିତରେ ଯଦି ଜନ୍ମ ହୋଇଛନ୍ତି, ତେବେ ଆପଣମାନେ ଏଲିଜିବୁଲ୍ ହେଉଛନ୍ତି ଏକ୍ଜିକ୍ୟୁଟିଭ୍ ବ୍ରାଞ୍ଚରେ ଆପଣମାନେ ଫର୍ମଟି ପକାଇପାରିବେ। ଯଦି ଆପଣଙ୍କ ପଲ୍ଟୋରେ ଯଦି ପକାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କର ଯଦି 2 ଜାନୁଆରୀ 2003ରୁ ଆପଣଙ୍କ 1 ଜାନୁଆରୀ 2008 ମଧ୍ୟରେ ଯଦି ଜନ୍ମ ହୋଇଛନ୍ତି, ତେବେ ଆପଣମାନେ ବର୍ନ ବିଟୱିନ୍ ଯେ ୟାର ଭିତରେ ଯଦି ଜନ୍ମ ହୋଇଛନ୍ତି, ତେବେ ପଲ୍ଟୋରେ ଆପଣମାନେ ପକାଇପାରିବେ। ଅର୍ଥାତ୍ ଏଇସବୁରେ ଆପଣଙ୍କର ଭେକେନ୍ସି ବାହାରିଛି। ତେବେ ଏଇଠି ଦେଖନ୍ତୁ, ଏଇଠି ରହିଲା ତାପରେ ନାଭାଲ୍ ଏୟାର ଅପରେସନ୍। ନାଭାଲ୍ ଏୟାର ଅପରେସନ୍ରେ ଯଦି ଆପଣଙ୍କ ବିଟୱିନ୍ ଯଦି 2 ଜାନୁଆରୀ 2003ରୁ ଯଦି 1 ଜାନୁଆରୀ 2008 ମଧ୍ୟରେ ଯଦି ଜନ୍ମ ହୋଇଛନ୍ତି, ତେବେ ଆପଣମାନେ ମଧ୍ୟ ପକାଇପାରିବେ। ଏବଂ ଏୟାର ଟ୍ରାଫିକ୍ରେ ମଧ୍ୟ ସେୟା ରହୁଛି ଆପଣଙ୍କର ଯଦି 2 ଜାନୁଆରୀ 2002ରୁ 1 ଜାନୁଆରୀ 2006 ଭିତରେ ଯଦି ଜନ୍ମ ହୋଇଛନ୍ତି, ତେବେ ଆପଣମାନେ ଇଲିଜିବୁଲ୍ ହେଉଛନ୍ତି। ଏମିତି ଆପଣମାନଙ୍କର ବିଭିନ୍ନ ପୋଷ୍ଟ ରହୁଛି ଏବଂ ଏଥିରେ ମଧ୍ୟ ଆପଣଙ୍କର ଏଜ୍ ଗୁଡ଼ିକ ମଧ୍ୟ ଅଲଗା ଅଲଗା ହିସାବରେ ରହୁଛି। ଦେଖିନିଅନ୍ତୁ ମଧ୍ୟ ଆପଣମାନେ କେଉଁଥିରେ ପକାଇବେ ତା ମଧ୍ୟ ମୁଁ ଆପଣମାନଙ୍କୁ ଦେଖିଦେଉଛି ଏବଂ ଆପଣଙ୍କ ଏଜ୍ ହିସାବରେ ଆପଣମାନେ ପକାଇପାରିବେ। ଏବଂ ଏଥିରେ ଏଜ୍ ରିଲାକ୍ସେସନ୍ ମଧ୍ୟ ଅଛି। ଏଜ୍ ରିଲାକ୍ସେସନ୍ କହିବାକୁ ଗଲେ ଆପଣଙ୍କର ଯଦି SC ST କ୍ୟାଟାଗୋରୀ ରହୁଛନ୍ତି, ତେବେ ଆପଣମାନେ 5 ବର୍ଷ ଏଜ୍ ରିଲାକ୍ସେସନ୍ ପାଉଛନ୍ତି ଏବଂ OBC କ୍ୟାଟାଗୋରୀରେ ଯଦି ରହୁଛନ୍ତି, ତେବେ ଆପଣମାନେ 3 ବର୍ଷ ଏଜ୍ ରିଲାକ୍ସେସନ୍ ପାଉଛନ୍ତି। ଇମ୍ପୋର୍ଟାଣ୍ଟ ଡେଟ୍ କହିବାକୁ ଗଲେ ଆପଣଙ୍କର ଆପ୍ଲିକେସନ୍ ଯେ ଆପ୍ଲାଏ ଆରମ୍ଭ ହୋଇଛି 24 ଜାନୁଆରୀ ଏବଂ ଲାଷ୍ଟ ରହୁଛି 24 ଫେବୃଆରୀ
ए फाइनाल रेजल्ट बाहर आपण 20 डिसेम्बर 2026 सुधा आप फाइनाल रेजल्ट बाहर अर्थात यार भितर आप एग्जाम सर आपण मान जॉइनिंग 27 जनवरी सुधा आपण जॉइनिंग पाइबे। तेणु ताहा डिटेल्स भाव लिखिदी। तेणु आपण बहुत भल अपरच्युनिटी रही। जदि आप डिफेन्स जॉब रिलेटेड आपने जॉब करने चाहते तेज आपण नाफाल तरफ जो वैकेंसी आसने पकई पारे। एवं यार ऑनलाइन प्रक्रिया टी केमी आपण देखी दूसरी आपण डेस्क्रिप्शन में आपण जब फॉर्म पकाइवाई चाहते तेज डेस्क्रिप्शन में एप्लिकेशन लिंक टी अच्छी से क्लिक करके आपरे ऑफिशियल साइट की जापर। ता सत्वे जब यार पीडीएफ पाइबापी चाहते तेज डेस्क्रिप्शन में टेलीग्राम लिंक अच्छी से जॉइन हो जॉइन हो गले यार पीडीएफ आपको शेयर करदेवी। यह था अपडेट। मुझे भावी भिडियोटी बहुत हेल्प कर। जदि हेल्प अच्छी तेज गोटे गोटे लाइक करेंगे और फ्रेंड सर्कल शेयर करने भूलें कारण आपंक सांगसाथी एमती नुआ नुआ भिडियो देखापी पाइबे जहाँफल आपको गोटे गोटे लाइक और आप गोटे गोटे शेयर आपण सांग को जॉब दे पारे। यह था अपडेट। थैंक यू वाचिंग वीडियो। जय जगन्नाथ।